ମିଥୁନ ରାଶି ମାନଙ୍କ ପାଇଁ କିଛି ନୂଆ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ତ 18 ଅଗଷ୍ଟ ଠାରୁ, କାରଣ 18 ଅଗଷ୍ଟ ଠାରୁ ଗୁରୁଦେବ ବୃହସ୍ପତି, ଯିଏକି ଭାଗ୍ୟର କାରକ ଅଟନ୍ତି ଏବଂ ବୁଦ୍ଧିର କାରକ, ବୁଧଙ୍କ ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ତ ବୁଧ ଦେବଙ୍କ ନକ୍ଷତ୍ରରେ, ଆଶ୍ଳେଷା ନକ୍ଷତ୍ରରେ ଯାଉଛନ୍ତି ଦେବଗୁରୁ ବୃହସ୍ପତି ଦେବ। ତ ଏହି ନକ୍ଷତ୍ରର ଦେବତା ହେଉଛନ୍ତି ସର୍ପ ଅର୍ଥାତ୍ ନାଗ ଦେବତା। ତ ଦେବଗୁରୁ ବୃହସ୍ପତି ବଡ଼ ରାହତ ଦେବାକୁ ଯାଉଛନ୍ତି ମିଥୁନ ରାଶି ମାନଙ୍କୁ। ତ 31 ଅକ୍ଟୋବର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। କୁହାଯାଏ ଦେବଗୁରୁ ନାଗଙ୍କ କ୍ଷେତ୍ରରେ ପ୍ରବେଶ କରିଛନ୍ତି, ତ ନିଜର ମାଇଣ୍ଡ ପରିବର୍ତ୍ତନ ଆସିବ ଆପଣମାନଙ୍କର। ଏବେ ନକ୍ଷତ୍ରର ପ୍ରଭାବ ଏହା ହିଁ ଅଟେ। ମିଥୁନ ରାଶିର ଦ୍ୱିତୀୟ ଭାବର ଦେବଗୁରୁ ବୃହସ୍ପତି ଦିବ୍ୟମାନ ଅଛନ୍ତି। ତ 12 ବର୍ଷ ପରେ ଧନ ଭାବରେ ଉଚ୍ଚସ୍ଥ ପୋଜିସନରେ ରହିଛନ୍ତି ଦେବଗୁରୁ। ତ ଧନର ହୋଇଥିବା ପରିଶ୍ରମ ଶେଷ ହେବ ଏହି ସମୟରେ। ପଇସାର ଦିକ୍କତ ଯେଉଁ ପରିଶ୍ରମ ଶେଷ ହେବ ଓ ନିଶ୍ଚିନ୍ତ ଜାଣି ରଖନ୍ତୁ ଗୁରୁ ନାଗଙ୍କ ନକ୍ଷତ୍ରରେ ପ୍ରବେଶ କରିବା ରାହତ ପ୍ରଦାନ କରିବ ଏହି ସମୟରେ। ଅର୍ଥାତ୍ ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଅଧିକ ଭଲ ଓ ସୁଇଟେବୁଲ୍ ଟାଇମ୍ ରହିବ। ଦ୍ୱିତୀୟ ଭାବରେ କୁଟୁମ୍ବର ହୋଇଥାଏ, ଏଥିପାଇଁ କୁଟୁମ୍ବ ସହିତ ମଧ୍ୟ ଆପଣମାନଙ୍କର କାଫି ଭଲ ସମୟ ବିତିବ ଓ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହୋଇପାରେ। ଦୃଷ୍ଟିଗତ ଫଳ ଦେଖାଯାଇ ତ 8 ନମ୍ବର ଏବଂ 6 ହାଉସ୍ ଜବ୍ ହୋଇ ନଥିଲା, ଯେଉଁମାନଙ୍କର ଜବ୍ ହୋଇପାରୁନଥିଲା, ଅଧିକ ପରିଶ୍ରମ କରୁଥିଲେ, ଚେଷ୍ଟା କରୁଥିଲେ, ହେଲେ ରେଜଲ୍ଟ କିଛି ମିଳୁନଥିଲା, ସେମାନଙ୍କ ପାଇଁ କାଫି ଭଲ ସମୟ। ତ ସ୍ଥିତିରେ ସୁଧାର ଆସିବ, ପରିବର୍ତ୍ତନ ଆସିବ ଓ ମାନ ସମ୍ମାନ ବଢ଼ିବ। ଶେଷରେ କରିବା ଆଗରୁ ରୋଗରୁ ମୁକ୍ତ ଦେବେ ହେଉଛନ୍ତି ଦେବଗୁରୁ ବୃହସ୍ପତି। ଅଷ୍ଟମ ଭାବରେ ତୃତୀୟ ଦୃଷ୍ଟି, ତ ଅଷ୍ଟମ ଭାବରେ ପରିବର୍ତ୍ତନ ଆକଲ୍ଟ ସାଇନ୍ସ ପ୍ରତି ଆପଣଙ୍କର ସମ୍ମାନ ରହିବ। ଏହି ସମୟରେ ଆପଣ ଜାଣିବାକୁ ଚାହିଁବେ କି ଆପଣଙ୍କ ଫ୍ୟୁଚର ବିଷୟରେ ଅଧିକ କିଛି ମନ୍ତ୍ର ଚାଟିଂ ମଧ୍ୟ କରିବାକୁ ଲାଗେ। ଯେଉଁ ଅଷ୍ଟମ ଭାବରେ ପରିବର୍ତ୍ତନ ହଠାତ୍ କରି ଦେଇପାରନ୍ତି ଦେବଗୁରୁ ବୃହସ୍ପତି। ତ ପରିବର୍ତ୍ତନର ଶୁଭ ଓ ସକାରାତ୍ମକ ଫଳ ଆପଣ ମିଳିବ। ଆପଣ ରିସର୍ଚ୍ଚ ଜ୍ୟୋତିଷ ଠିକ୍ ମହତ୍ତ୍ୱପୂର୍ଣ୍ଣରେ ଆପଣ ଯୋଗ ଦେଇପାରନ୍ତି। ଏହିପରି ଦଶମ ଭାବରେ ଦୃଷ୍ଟିରେ ପଡ଼ିବା ପାଇଁ ଅଲରେଡ଼ି ଶନି ସେଠି ବକ୍ରି ହୋଇ ରହିଛନ୍ତି। ତ ସ୍ୱୟଂ ଶନି ସର୍ପ ଅଟନ୍ତି ଓ ଫଣା ରାହୁ ଓ ଲାଞ୍ଜ ହେଉଛନ୍ତି କେତୁ। ତ ଜୀବନରେ କ୍ୟାରିୟରରେ ଚାଲି ଆସୁଥିବା କାର୍ଯ୍ୟକ୍ଷେତ୍ରରେ ପ୍ରୋବ୍ଲେମ୍ ସବୁ ଦୂର ହେବ। ତ ଏହି ସମୟରେ ଗ୍ରହର ନକ୍ଷତ୍ରରେ ଯାଇ ମାଇଣ୍ଡକୁ ପରିବର୍ତ୍ତନ କରିବେ। 3rd ଲଗ୍ନ ଓ 4th ବୁଧଙ୍କର ରାଶି ଅଟେ। ତ ହେଲ୍ଥ ଠିକ୍ ରହିବ ଆପଣଙ୍କର ଏହି ସମୟରେ ଓ ପ୍ରପର୍ଟି ସମ୍ବନ୍ଧୀୟ ଯେଉଁ ପରିଶାନ ଥିଲା ତାହା ମଧ୍ୟ ଦୂର ହେବ। ତ ଉପାୟ କ'ଣ କରିବେ? ଉପାୟ ଏହି ସମୟରେ କରନ୍ତୁ କି ଏହି ସମୟରେ ଆପଣ ଦୁବକୁ ନିଅନ୍ତୁ, ଏହାକୁ ହଳଦୀରେ ବୁଡ଼ାନ୍ତୁ, ହଳଦୀ ଭଲସେ ବୁଡ଼େଇକି ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଜୀବନର ଅଧେ ପ୍ରୋବ୍ଲେମ୍ ଶେଷ ହିଁ ହୋଇଯିବ। ଏହି ଉପାୟକୁ କରନ୍ତୁ। ଦେଖ, ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଖୋଲିବ ଓ ଏହା ଦ୍ୱାରା ଆପଣ କିଛି ଆଚିଭ୍ କରିପାରିବେ। କେବେ କେବେ କଷ୍ଟ ପର୍ଯ୍ୟାପ୍ତ ହୋଇନଥାଏ, କେବେ କେବେ କର୍ମ ପର୍ଯ୍ୟାପ୍ତ ହୋଇନଥାଏ। ତ ଭାଗ୍ୟ ସପୋର୍ଟ ବି ଆମକୁ ଦରକାର ଓ ଆପଣ ଏହାକୁ କରିକି ଦେଖନ୍ତୁ। ବହୁତ କଠିନ କାର୍ଯ୍ୟ ନୁହେଁ, ତ ଏହାକୁ ନିଶ୍ଚୟ ଥରେ କରିକି ଦେଖନ୍ତୁ। ଏହା ଜେନେରାଲ ପ୍ରେଡିକ୍ସନ୍ ଅଟେ। ଯଦି ଆପଣ ବହୁତ ଅଧିକ ପରିଶ୍ରମ ଅଟନ୍ତି ତାହେଲେ ଜୀବନରେ, ତ ନିହାତି ଭଲ ଜ୍ୟୋତିଷ ସହିତ ପରାମର୍ଶ କରନ୍ତୁ ଓ ଉପାୟ କରନ୍ତୁ। ତ ଏହି ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଚ୍ୟାନେଲକୁ ନୂଆ ଆସିଥିଲେ ଭିଡ଼ିଓ ଦେଖନ୍ତୁ, ବୁଝନ୍ତୁ ଓ ଉପାୟ ନିହାତି କରନ୍ତୁ।